ତମ ନାଁ କଣ? ଗୋପୀ ମୁଦୁଲି କୋଉ ଗାଁ? ମାଲିଗୁଡା ଅଦାଗୁଡା ପଞ୍ଚାୟତ। ପିଲା ଯୋଉ ମଲା ସ୍କୁଲ ପିଲା କଣ ଲାଗିବ ତାର ନାଁ କଣ? ଗୁରୁନାଥ ମୁଦୁଲି ମୋର ଭାଇ ଲାଗବ, ଦାଦାଙ୍କ ପୁଅ। ଗୁରୁନାଥ ମୁଦୁଲି ତମ ହଁ ଭାଇ ଲାଗିବ? ହଁ କେତେବେଳେ ଘଟଣା ଶୁଣିଲ କେମିତି? ଆଜ୍ଞା ଏଟା ସୋମବାର ସନ୍ଧ୍ୟାରୁ ହଜି ଯାଇଛି ବୋଲି କହିଲେ, କିନ୍ତୁ ଆମକୁ ରାତି 9ଟାରେ କଲ୍ କରିଥିଲେ ପିଲାମାନେ, ସେଟା ବି ସାର୍ ମାନେ ଫୋନ କରିନାହାନ୍ତି। ପିଲାମାନେ ପିଅନଙ୍କର ଫୋନ ମାଗଲେ କେମିତି ଫୋନ କରିଥିଲେ, ରାତି 9ଟାରେ ଫୋନ କରିଥିଲେ। ଆମେ ଜାଣିଲୁ କି ହଷ୍ଟେଲ ସାରା ସବୁ ଖୋଜିକିରି ଆଉଥରେ ଥରେ ଫୋନ କର ବୋଲାରୁ ହଷ୍ଟେଲ ସବୁ ଖୋଜିଲେ, ତାପରେ ଆଉଥରେ ଥରେ ଫୋନ କଲେ। ଫୋନ କଲା ପରେ ନାଇଁ ଆଜ୍ଞା ବୋଲି କହିଲେ। ତାପରେ ସକାଳୁ ସକାଳୁ ଜାଣିଲୁ କି ଗାଁ ଲୋକ କିଏ ଆସି ଦେଖିଲେ କି କଣ କି ସେମାନେ କହିଲେ କି ଲାଶ ଗୋଟେ ପଡିଛି ବୋଲି କହିଲେ। ତାପରେ ଗାଁ ଲୋକ ସମସ୍ତେ ଆସିଛନ୍ତି, ଗ୍ରାମବାସୀ ସବୁ ଆସିଛନ୍ତି। ତାପରେ ଦେଖିଲା ଚିହ୍ନଟ ହେଲା। ବେଳକୁ ଚିହ୍ନଟ ହେଲା କି ଆମ ପିଲା ବୋଲି ଆମ ଗାଁ। ତମକୁ ସ୍କୁଲ କର୍ତ୍ତୃପକ୍ଷ ତରଫରୁ କିଛି ସ୍କୁଲ ସୂଚନା ମିଳିଲା କି? କର୍ତ୍ତୃପକ୍ଷରୁ କିଛି କଲ୍ ଆସିନି, ସାର୍ ମ୍ୟାଡାମ ମାନେ କିଏ କଲ୍ କରିନାହାନ୍ତି। ମତେ ଲାଗୁ ଏତେ କେୟାରଲେସ୍ ହବ କି ଗୋଟେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ ତରଫରୁ କଣ ଆପଣଙ୍କୁ ନାଇଁ ଖବର କିଛି ଦେଲେନି? ଖବର ଦେଇନାହାନ୍ତି। ଖାଲି ବାହାର ଖବର ବାହାର ଶୁଣିବା? ଖବର କଣ ଆସିଛି ଚାହୁଁଛ ଆପଣ ମାନେ ଏବେ? କିଛି ଗୋଟେ ନ୍ୟାୟ ଆଙ୍କ ବିରୁଦ୍ଧରେ କରିଯାଉ ବୋଲି। ନିଶ୍ଚିତ ଭାବରେ ସବୁଠୁ ବଡ ଦୁଃଖଦ ମର୍ମାହତ କଥା। 8 ବର୍ଷର ପୁଅ, ଛୋଟ ପିଲା ସ୍କୁଲ ହଷ୍ଟେଲର ପାଚେରୀର 10 ମିଟର କେନାଲରେ ପଡିକି ମରିଛି, ଆପଣଙ୍କୁ ବିଶ୍ୱାସ ହେଉଛି? ମୁଁ ତ ଭାବୁଛି ନିଶ୍ଚିତ ଭାବରେ କିଛି ନା କିଛି ଅଘଟଣ ଘଟୁଛି। ଆଜି ଯୋଉ ପିଲାକୁ ମା ବାପା ହଷ୍ଟେଲକୁ ଛାଡୁଛନ୍ତି ପାଠ ପଢିବା ପାଇଁ, ସେଠାର ୱାର୍ଡେନ ହଉ ପ୍ରିନ୍ସିପାଲ ଏମାନଙ୍କର ଦାୟିତ୍ୱହୀନତା। ଗୋଟେ ପିଲା ନିଖୋଜ ଅଛି 4 ଦିନ ହବ, ତାର ପରିବାରକୁ ଜଣେଇବ, ଥାନାକୁ ଜଣେଇବ, ଏଇଟା କାହାର କର୍ତ୍ତବ୍ୟ ନାହିଁ? ଦୁଃଖଦ ଖବର ସବୁଠୁ। ମୁଁ ଶୁଣିଲା ପରେ ବିଧାୟକ ସହିତ ଆଲୋଚନା କଲି, ଆମେ ଡେଡବୋର୍ଡ ଗାଡି ମଗେଇଛୁ। ବାବୁର ଛୋଟ ପୁଅ ସାଙ୍ଗେ ସମାନ, ତା ଲାଶ ନବୁ ଆମେ ପିଏମ୍ କରିବୁ ବିଶୁନପୁରରେ ଏବଂ ତାର ଘରକୁ ପଠା। ଏଠି ଯେ ଦୋଷୀ ନିଶ୍ଚିତ ଭାବରେ ଦଣ୍ଡ ପାଇବା ଦରକାର। ଜିଲ୍ଲା ପ୍ରଶାସନ କଣ ଆପଣ କହିବେ? ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବି, ଜିଲ୍ଲାରେ ଭଲ କଲେକ୍ଟର ଅଛନ୍ତି, ଆର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ଯିଏ ବି ଦୋଷୀ ଅଛି ଏଠି ତାକୁ ଦଣ୍ଡ ଦିଆଯାଉ। ଯଦି କାର୍ଯ୍ୟାନୁଷ୍ଠାନ ନହବ, କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଏଠି ଯୋଉ ହଜାର ହଜାର ପିଲା ହଷ୍ଟେଲରେ ରହୁଛନ୍ତି, ବାପା ମା ଉପରେ ଗୋଟେ ମାନସିକ ଚାପ ପଡିବ, ମୋର ପିଲା ଆଜି ହଷ୍ଟେଲରେ ସୁରକ୍ଷିତ ଅଛି କି ନାହିଁ। ଏଇ ଘଟଣା ପରେ ଜିଲ୍ଲାରେ ଗୋଟେ ଆନ୍ଦୋଳନ ସୃଷ୍ଟି ହବ, ଆଲୋଡ଼ନ ସୃଷ୍ଟି ହବ। ସମସ୍ତେ ଭାବିବେ ଆରେ ଗୁମଡାରେ ଏଭଳି ଘଟଣା ଘଟିଲା, ଆମର ପୁଅ ହଷ୍ଟେଲରେ ସୁରକ୍ଷିତ ଅଛି କି ନାହିଁ। ସମସ୍ତଙ୍କର ମନରେ ସବୁବେଳେ ଗୋଟେ ମାନସିକ ଚାପରେ ରହିବେ। ତେଣୁ ମୁଁ ଜିଲ୍ଲାପାଳକୁ ଅନୁରୋଧ କରୁଛି, ଏଇ ଘଟଣାର ସମ୍ପୂର୍ଣ୍ଣ ଭାବରେ ତଦନ୍ତ କରିକି ଯେ ଦୋଷୀ ତାର ଉପରେ କାର୍ଯ୍ୟାନୁଷ୍ଠାନ ହଉ।